କରୁଣାମୟ ପରମେଶ୍ୱର, ତମରି ଦିବ୍ୟ କରୁଣା ପ୍ରାର୍ଥନା ଉପସ୍ଥିତ ହୋଇଥିବା ସମସ୍ତ ସଦସ୍ୟଙ୍କ ପ୍ରତି ପ୍ରଦାନ କର। ଯେପରି ପରମେଶ୍ୱର ତମ ଆମେ ମାନେ ପ୍ରାପ୍ତ ହୋଇ ଜୀବନର ଚଲା ପଥରେ ପ୍ରଭୁ ପ୍ରସ୍ଫୁଟିତ ହବୁ, ଏଥିପ୍ରତି ସହାୟକ ତମେ ହୁଅ। ତୁମେ ଆମର ସହବର୍ତ୍ତୀ ହୁଅ ପ୍ରଭୁ। ଆମ ମାନଙ୍କର ସମସ୍ତ କାର୍ଯ୍ୟକୁ ତମେ ସୂଚି କର, ପବିତ୍ର କର। ପବିତ୍ର ଭାବରେ ଆମ୍ଭେମାନେ ବିଜୟୀ ହୋଇ ଯେପରି ପରମେଶ୍ୱର ତମର ମହାନାମକୁ ଗୁଣଗାନ କରିବୁ, ମହାନାମକୁ ଧନ୍ୟବାଦ ପ୍ରକାଶ କରିବୁ। ପ୍ରଭୁ ଏଥିପ୍ରତି ଆମମାନଙ୍କୁ ପ୍ରତ୍ୟେକ ସମୟରେ ସାଥିରେ ରହି ଉତ୍ତମ ଜ୍ଞାନ, ଉତ୍ତମ ବୁଦ୍ଧି, ଉତ୍ତମ ଶିକ୍ଷା ତମେ ପ୍ରଦାନ କର। ଯେପରି ପରମେଶ୍ୱର ତମରି ଉତ୍ତମତା ପ୍ରାପ୍ତ ହୋଇଅଛି ବୋଲି ଆମେ ବିଶ୍ୱାସ କରି ପ୍ରତ୍ୟେକ କାର୍ଯ୍ୟକୁ ବିଜୟୀ ହେବୁ। ବିଜୟୀ ତମରେ ଜୟଧ୍ୱନି କରିବୁ। ପରମେଶ୍ୱର ଆମ ମାନଙ୍କୁ ଦୟାକରି ଅନୁଗ୍ରହ କର ଏବଂ ଡିଭାଇନ ପରିବାର ଉପସ୍ଥିତ ସମସ୍ତଙ୍କ ପ୍ରତି ତମର ଦୟା ପ୍ରକାଶ କର। ତମ ଦୟା ବଳରେ ପ୍ରଭୁ ଆମେ ସମସ୍ତେ ଉତ୍ତମ ଜୀବନ ପାଇଅଛୁ ବୋଲି ବିଶ୍ୱାସ କରି ତମ ନାମକୁ ଧନ୍ୟବାଦ ଦେବା ନିମନ୍ତେ ପ୍ରଭୁ ପ୍ରତ୍ୟେକ ମିନିଟ, ପ୍ରତ୍ୟେକ ସେକେଣ୍ଡ ମଧ୍ୟ ପ୍ରଭୁ ଆମେ ରହିବୁ, ଏଥିପ୍ରତି ତମେ ସହାୟକ ହୁଅ। ମହିମା ପୂଜା ପ୍ରଶଂସା ତୁମକୁ ଦେଇ ଏ ଛୋଟ ନିବେଦନ ପ୍ରାର୍ଥନା ପିଅ ଯୀଶୁଙ୍କ ନାମରେ ମାଗି ପିତା, ଆମେନ୍। Amen. Amen. ଆସନ୍ତୁ ଆସନ୍ତୁ ମୋର ପ୍ରିୟ ମାନେ, ଆମେ ମାନେ ଏହି ସମୟରେ ସ୍ୱାଗତ କରିବା। ଆମ ଗହଣରେ ଉପସ୍ଥିତ ଅଛନ୍ତି ଆମମାନଙ୍କର ଭଉଣୀ ଲବିତା ଖୋରା, ନବରଙ୍ଗପୁର ଜିଲ୍ଲା କର୍ମୀଗୁଡା ଗ୍ରାମରୁ। ଆଜିର ପ୍ରାର୍ଥନା ପରିବେଶ ସୃଷ୍ଟି କରିବା ନିମନ୍ତେ ଈଶ୍ୱରଙ୍କୁ ସ୍ୱାଗତ କରିବା ଉଦ୍ଦେଶ୍ୟରେ ଏକ ଭକ୍ତିପୂର୍ଣ୍ଣ ସଙ୍ଗୀତ ଗାନ କରି ଆଜିର ପ୍ରାର୍ଥନା ସଭାକୁ ପ୍ରାର୍ଥନା କରିବାରେ ସହାୟକ ହେବା ନିମନ୍ତେ ଆମେ ଆପଣଙ୍କୁ ସ୍ୱାଗତ କରିଦେଇ ଉପସ୍ଥିତ ହୋଇ ଈଶ୍ୱର ଗୌରବ ନିମନ୍ତେ ଏକ ଭକ୍ତିପୂର୍ଣ୍ଣ ସଙ୍ଗୀତ ଗାନ କରନ୍ତୁ। ଆଜ୍ଞା, ସମସ୍ତଙ୍କୁ ଜୟ ଯୀଶୁ, ନମସ୍କାର। ପ୍ରଭୁଙ୍କର ଗାନ କରିବା। ଏହି ଶୁଭ লগନେ, ଏହି ଶୁଭ ମିଳନେ, ଏହି ଶୁଭ লগନେ, ଏହି ଶୁଭ ମିଳନେ, ବରଷା ପାରେ ତବ ଆଶିଷରେ, ବରଷା ବାରେ ତବ ଆଶିଷରେ, ଆଜିର ଏ ଶୁଭ ଦିନେ ପ୍ରଭୁ ହେ ଦିଅ ବାରେ ଦର୍ଶନ ଏହି ସ୍ଥାନେ, ପ୍ରଭୁ ହେ ଦିଅ ବାରେ ଦର୍ଶନ ଏହି ସ୍ଥାନେ, ଏହି ଶୁଭ লগନେ, ତବ ଦର୍ଶନ ପାଇଁ ଆସିଛୁ ଆମେ ଧାଇଁ, ସତ୍ୟ ପଥେ ଯିବା ପାଇଁ ରହିଛୁ ଆମେ ଚାହିଁ, ତବ ଦର୍ଶନ ପାଇଁ ଆସିଛୁ ଆମେ ଧାଇଁ, ସତ୍ୟ ପଥେ ଯିବା ପାଇଁ ରହିଛୁ ଆମେ ଚାହିଁ, ଘେନି ଯାଅ ବାରେ ସରଗ ପଥରେ, ଘେନି ଯାଅ ବାରେ ସରଗ ପଥରେ, ଶାନ୍ତି ଭରିବ ଆମ ମନେ, ପ୍ରଭୁ ହେ
ଦିଅ ବାରେ ଦର୍ଶନ ଏହି ସ୍ଥାନେ ପ୍ରଭୁ ହେ ଦିଅ ବାରେ ଦର୍ଶନ ଏହି ସ୍ଥାନେ ଏହି ଶୁଭ লগନେ ମିଳନର ଆଶାନେ ଅପେକ୍ଷାରେ ଅଛୁ ଯାଇ ପ୍ରେମ ପଥେ ଯିବା ପାଇଁ ସଭିଏ ସାଥୀ ହେଇ ମିଳନର ଆଶାନେ ଅପେକ୍ଷାରେ ଅଛୁ ଯାଇ ପ୍ରେମ ପଥେ ଯିବା ପାଇଁ ସଭିଏ ସାଥୀ ହୋଇ ଘେନି ଯାଅ ବାରେ ଆନନ୍ଦ ମନରେ ଘେନି ଯାଅ ବାରେ ଆନନ୍ଦ ମନରେ ଏ ପାପୀର ପାପ ଜୀବନେ ପ୍ରଭୁ ହେ ଦିଅ ବାରେ ଦର୍ଶନ ଏହି ସ୍ଥାନେ ପ୍ରଭୁ ହେ ଦିଅ ବାରେ ଦର୍ଶନ ଏହି ସ୍ଥାନେ ଏହି ଶୁଭ লগନେ। ଧନ୍ୟବାଦ ସାର୍। ଧନ୍ୟବାଦ ଦିଦି, ଅତି ସୁନ୍ଦର ଭକ୍ତିପୂର୍ଣ୍ଣ ସଙ୍ଗୀତ ଗାନ କରି ଆଜିର ପ୍ରାର୍ଥନା ସଭାକୁ ଶୁଭାରମ୍ଭ କରିବାରେ ଆପଣ ସହାୟକ ହୋଇଅଛନ୍ତି। ଈଶ୍ୱର ଯେ ଉପସ୍ଥିତ ଅଛନ୍ତି ଆମମାନଙ୍କ ଗହନରେ, ଆଜି ଉପସ୍ଥିତ ଈଶ୍ୱର ଆମମାନଙ୍କର ପ୍ରିୟ ପ୍ରଶ୍ନ ଆଜ୍ଞା କଣ୍ଠସ୍ୱରରୁ ପ୍ରକାଶିତ ହେବେ। ତେବେ ଆମ୍ଭେମାନେ ସେହି ପବିତ୍ର ବାକ୍ୟ ଶ୍ରବଣ କରିବା। ଗ୍ରନ୍ଥକାରୀ ପଦକ୍ଷେପ ନେଇ ଅଛନ୍ତି। ଗୀତ ସଂହିତା ଆମମାନଙ୍କ ନିମନ୍ତେ ଅତି ସୁନ୍ଦର ଭାବରେ ସୁଚାରୁ ରୂପରେ ପ୍ରକାଶ କରୁଅଛନ୍ତି। ଆଜି ସେହି ଆଜ୍ଞାକୁ ଆମେ ସ୍ୱାଗତ କରିବା। ଆମେ ଡିଭାଇନ୍ ମେର୍ସି ପ୍ରେୟର ଓଡ଼ିଶା ତରଫରୁ ସାର୍ ଆପଣଙ୍କୁ ଆମେ ସ୍ୱାଗତ କରୁଛୁ। ଦୟାକରି ଉପସ୍ଥିତ ହୋଇ ଗୀତ ସଂହିତା ତାର 63 ଅଧ୍ୟାୟ ଆଜି ଆପଣ ଅତି ସୁନ୍ଦର ଭାବରେ ପ୍ରକାଶ କରିବାରେ ଈଶ୍ୱର ଆପଣଙ୍କୁ ପ୍ରଚୁର ଆଶୀର୍ବାଦ କରନ୍ତୁ। ହୋଇ ଆମମାନଙ୍କୁ ସେ ପବିତ୍ର ବାକ୍ୟ ପ୍ରଦାନ କରିବା ନିମନ୍ତେ ଆମେ ଆପଣଙ୍କୁ ଅନୁରୋଧ କରୁଛୁ। ଜୟ ଯୀଶୁ ସାର୍। ସମସ୍ତଙ୍କୁ ଜୟ ଯୀଶୁ। ଜୟ ଯୀଶୁ। ନମସ୍କାର। ନମସ୍କାର। ସର୍ବପ୍ରଥମେ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦେବି। ସେ ମଙ୍ଗଳମୟ, ସେ ଆମମାନଙ୍କର ସୃଷ୍ଟିକର୍ତ୍ତା, ପାଳନକର୍ତ୍ତା ଏବଂ ଶାସନକର୍ତ୍ତା। ତାଙ୍କର ବାହୁଛାୟା ତଳେ, ତାଙ୍କର ଛାୟା ତଳେ ଆମମାନଙ୍କୁ ରଖିଛନ୍ତି। ଫଳରେ ଆମେମାନେ ବଞ୍ଚିଅଛୁ ଏବଂ ଆମମାନଙ୍କ ଜୀବନରେ ଅତୀତରେ ଯାହା କିଛି ଘଟି ଯାଇଅଛି ଏବଂ ଯାହା ବର୍ତ୍ତମାନ ଘଟୁଛି ଏବଂ ଆଗାମୀ ଦିନରେ ଘଟିବ, ସବୁ ତାଙ୍କର ଦୟାରେ, ଯେହେତୁ ସେ ଆମମାନଙ୍କୁ କିଣି ନେଇଛନ୍ତି ତାଙ୍କର ବହୁମୂଲ୍ୟ ରକ୍ତରେ। ସାମ ସଙ୍ଗୀତ 62 ଅଧ୍ୟାୟ ଉପରକୁ ଆମେ ଗଲାବେଳେ ଦାଉଦ ମହାରାଜାଙ୍କର ଏକ ସୁନ୍ଦର ପ୍ରାର୍ଥନା ପ୍ରଭୁଙ୍କ ଠାରେ ଭରସା କଲେ। ଜୀବନରେ ସେ କଣ ସବୁ ପାଆନ୍ତି, ଜୀବନରେ ସବୁ ତାଙ୍କର କଣ ହେଇଛି, ସବୁ ସେ ପ୍ରକାଶ କରନ୍ତି। ମନର ହୃଦୟ ଭିତରେ ଥିବା ସବୁ କିଛିକୁ ସେ ଭାଙ୍ଗି ପ୍ରକାଶ କରନ୍ତି। ତେବେ ଏ ସୁନ୍ଦର ସାମ ସଙ୍ଗୀତକୁ ମୁଁ ଚିନ୍ତା କଲି, ୟାକୁ ଟିକେ ଆମେ ଗୀତ ଆକାରରେ ପ୍ରକାଶ କଲେ ଭଲ ହୁଅନ୍ତା। ତେଣୁ ମୁଁ ତାକୁ ଗୀତ ଆକାରରେ ଆପଣମାନଙ୍କ ନିକଟରେ ଉପସ୍ଥାପନ କରିବା ପାଇଁ ଚାହୁଁଛି। ମୋତେ ସାହାଯ୍ୟ କରିବେ ଆମମାନଙ୍କ ମଧ୍ୟରେ ଉପସ୍ଥିତ ଭାଇ ପ୍ରଦୀପ
ଏବଂ ପ୍ରତାପ ଦୁଇ ଜଣ ଭାଇ ସେଇ ଗୀତକୁ ଗାୟନ କରିବେ। ତାପରେ ଆମେ ବିଷୟବସ୍ତୁ ଭିତରକୁ ଯିବା। ଗୀତ ଗାୟନ କଲାବେଳେ ହିଁ ଆମେ ଜାଣିପାରିବା ଯେ ପ୍ରକୃତରେ କ'ଣ 62 ଅଧ୍ୟାୟରେ ଲିଖିତ ଅଛି ଏବଂ ରାଜା ଦାବିଦଙ୍କ ମନର ଗୂଢ଼ ବିଷୟ ମଧ୍ୟ ଏଥିରେ ପ୍ରକାଶିତ ହୋଇଛି। ଯେତେବେଳେ ସେ ବିପଦରେ ପଡ଼ନ୍ତି, ହଇରାଣ ହରକତ ହୁଅନ୍ତି, ଅନେକ ପ୍ରକାରର ସମସ୍ୟାର ସମ୍ମୁଖୀନ ହୁଅନ୍ତି, ସେ ସମୟରେ ସେ କିପରି ପ୍ରଭୁଙ୍କ ଠାରେ ଭରସା କରନ୍ତି ଏବଂ ପ୍ରଭୁଙ୍କ ଠାରେ ଭରସା କଲାବେଳେ ଯେ ପ୍ରଭୁ ତାଙ୍କୁ କୋଉ ପ୍ରକାରରେ ସାହାଯ୍ୟ କରନ୍ତି ତାହା ଏହି ଗୀତରେ ଲେଖାଯାଏ। ଆସନ୍ତୁ ବର୍ତ୍ତମାନ ମୁଁ ଅନୁରୋଧ କରିବି, ସମୟ ସାପେକ୍ଷ, ବହୁତ କମ ସମୟ ଆମମାନଙ୍କୁ ଦିଆଯାଇଛି, ତେଣୁ ମୁଁ ପ୍ରଦୀପ ଲିମା ବାବୁଙ୍କୁ ମୁଁ ଅନୁରୋଧ କରିବି। ପ୍ରଦୀପ। ଜନା ନମସ୍କାର। ନମସ୍କାର। ଜୟ ଯୀଶୁ। ଜୟ ଯୀଶୁ। ପ୍ରଭୁଙ୍କ ନାମରେ ଧନ୍ୟବାଦ ହଉ। ଗୀତ ସଂହିତା 62 ଅଧ୍ୟାୟକୁ ଏତେ ସୁନ୍ଦର ଭାବେ ଦାଉଦଙ୍କ ରଚନାକୁ ନନା ସୁନ୍ଦର ଭାବେ ରଚନା କରିଛନ୍ତି। ଆଜିର ଏଇ ସଙ୍ଗୀତଟି ଗୋଟେ ଭିନ୍ନ ସ୍ୱାଦର, ମାନେ ଅତି ଭଲ ଲାଗେ, ମତେ ବହୁତ ଭଲ ଲାଗିଲା, ଆପଣମାନଙ୍କୁ ମଧ୍ୟ ଭଲ ଲାଗେ ବୋଲି ମନେ କରୁଛି। ତେଣୁ ଆସନ୍ତୁ ଆମେ ସେଇ ଈଶ୍ୱରଙ୍କର ଛାୟା ତଳେ ରହି ତାଙ୍କର ଧନ୍ୟବାଦ କରିବା ସାଥେ ସାଥେ ତାଙ୍କର ଗୁହାରି କରିବା। ହେ ପ୍ରଭୁ ମୋର, ତୁମେ ହି କେବଳ ପରିତ୍ରାଣର ଈଶ୍ୱର। ହେ ପ୍ରଭୁ ମୋର, ତୁମେ ହି କେବଳ ପରିତ୍ରାଣର ଈଶ୍ୱର, ପରିତ୍ରାଣର ଈଶ୍ୱର। ହେ ପ୍ରାଣ ମୋର ଅପେକ୍ଷା କର, ହେ ପ୍ରାଣ ମୋର ଅପେକ୍ଷା କର ପରମେଶ୍ୱରଙ୍କର। ହେ ପ୍ରଭୁ ବର, ତୁମେ ହି କେବଳ ପରିତ୍ରାଣର ଈଶ୍ୱର, ପରିତ୍ରାଣର ଈଶ୍ୱର। ତୁମ ଠାରୁ ମୁଁ ଯେ ଶକ୍ତି ପାଏ, ଭୟ ମଧୁରେଇ ଯାଏ, ଭୟ ମଧୁରେଇ ଯାଏ। ତୁମ ଠାରୁ ମୁଁ ଯେ ସାହସ ପାଏ, ନିରାଶା ଦୂରେଇ ଯାଏ, ନିରାଶା ଦୂରେଇ ଯାଏ। ମୋହର ମନର ସବୁ କଥା ଭାଙ୍ଗି, ମୋହର ମନର ସବୁ କଥା ଭାଙ୍ଗି, କହୁଛି ତୁମ ଛାମୁରେ। ହେ ପ୍ରଭୁ ବର, ତୁମେ ହି କେବଳ ପରିତ୍ରାଣର ଈଶ୍ୱର, ପରିତ୍ରାଣର ଈଶ୍ୱର। ତୁମେ ପାଖେ ଥିଲେ ବିଜୟୀ ମୁଁ ହୁଏ, ଶତ୍ରୁ ପରାଜିତ ହୁଏ, ଶତ୍ରୁ ପରାଜିତ ହୁଏ। ତୁମ ଠାରୁ ମୁଁ ଯେ ଅନୁଗ୍ରହ ପାଏ, ଭାଗ୍ୟ ମୋ ବଦଳି ଯାଏ, ଭାଗ୍ୟ ମୋ ବଦଳି ଯାଏ। ମୋହର ମନର ଅନେକ ସପନ, ମୋହର ମନର ଅନେକ ସପନ, ରଖୁଛି ତୁମ ପୟରେ। ହେ ପ୍ରଭୁ ବର,
ତୁମେ ହିଁ କେବଳ ତ୍ରାଣର ଈଶ୍ୱର, ପରିତ୍ରାଣର ଈଶ୍ୱର। ଏ ପ୍ରାଣ ମୋର ଅପେକ୍ଷା କର, ଏ ପ୍ରାଣ ମୋର ଅପେକ୍ଷା କର ପରମେଶ୍ୱରଙ୍କର। ହେ ପ୍ରଭୁ ବର, ତୁମେ ହିଁ କେବଳ ପରିତ୍ରାଣର ଈଶ୍ୱର, ପରିତ୍ରାଣର ଈଶ୍ୱର। ଥ୍ୟାଙ୍କ ୟୁ ପ୍ରଦୀପ, ଥ୍ୟାଙ୍କ ୟୁ। ବହୁତ ଭଲ ଲାଗିଲା ଯେ ଆମମାନଙ୍କର ପରମେଶ୍ୱର ହିଁ, ଆମମାନଙ୍କର ପ୍ରଭୁ ଯୀଶୁ ବା ଆମମାନଙ୍କର ପିତା ପରମେଶ୍ୱର, ପୁତ୍ର ପରମେଶ୍ୱର, ପବିତ୍ର ଆତ୍ମା ପରମେଶ୍ୱର ହିଁ ଆମର ପରିତ୍ରାଣର ଈଶ୍ୱର। ଏ କଥା ଦାଉଦ ମହାରାଜା ପ୍ରକାଶ କରନ୍ତି ଏବଂ ସେ ତାଙ୍କ ନିଜ ପ୍ରାଣକୁ ଆହ୍ୱାନ କରନ୍ତି, କହନ୍ତି ଯେ ହେ ମୋର ପ୍ରାଣ ଅପେକ୍ଷା କର କେବଳ ପରମେଶ୍ୱରଙ୍କ ଠାରେ। ଆମ ଡିଭାଇନ୍ ମିଶନ ପ୍ରେୟର ଗ୍ରୁପ ଗତ 5 ବର୍ଷ ପୂର୍ବେ ଅପେକ୍ଷା କଲା, ଆରମ୍ଭ କରିକି ଅପେକ୍ଷା କରି ବର୍ତ୍ତମାନ 6ଠ ବର୍ଷରେ ପଦାର୍ପଣ କରୁଛି ଏବଂ ପ୍ରଭୁଙ୍କୁ କହୁଛି, ଡିଭାଇନ୍ ମିଶନ ପ୍ରେୟର ଗ୍ରୁପ କହୁଛି, ପ୍ରଭୁ ତୁମେ ହିଁ ମୋର ଭରସା, କେବଳ ତୁମଠାରେ ମୁଁ ଭରସା କରେ। ଇସାୟ 12 ଅଧ୍ୟାୟ 2 ପଦରେ ଏହିପରି ଲେଖାଯାଏ, ଦେଖ ପରମେଶ୍ୱର ଆମର ପରିତ୍ରାଣ, ଆମେ ବିଶ୍ୱାସ କରିବା ଓ ଭୀତ ହେବା ନାହିଁ, କାରଣ ଯେହୋବା ସଦା ପ୍ରଭୁ ଆମର ବଳ ଓ ଆମର ଗାନ, ପୁଣି ସେ ଆମର ପରିତ୍ରାଣ ହୋଇଅଛନ୍ତି। ତେଣୁ ହେ ପ୍ରାଣ ମୋର ଅପେକ୍ଷା କର ପରମେଶ୍ୱରଙ୍କ ଠାରେ। ଇସାୟ 8 ଅଧ୍ୟାୟ 17 ପଦରେ ଏହି ପ୍ରକାର ଲେଖାଯାଏ, ପୁଣି ଯେ ଯାକୋବ ବଂଶରୁ ଆପଣା ମୁଖ ଆଚ୍ଛାଦନ କରନ୍ତି, ମୁଁ ସେହି ସଦା ପ୍ରଭୁଙ୍କର ଅପେକ୍ଷା କରିବି ଓ ତାହାଙ୍କ ପାଇଁ ଅନାଇ ରହିବି। ଇସାୟ 8 ଅଧ୍ୟାୟ 17 ପଦରେ ଲେଖାଯାଇଛି। ଏହି ସବୁ ବିଷୟ ଯାହା ଇସାୟ 12 ଅଧ୍ୟାୟ 2 ପଦରେ ଏବଂ ଇସାୟ 8 ଅଧ୍ୟାୟ 17 ପଦରେ ଯାହା ଲେଖାଯାଇଛି, ତାହା ହିଁ ଦାବିଦ ମହାରାଜା ଆଜି 62 ଅଧ୍ୟାୟରେ ପ୍ରକାଶ କରନ୍ତି 1ରୁ 2 ପଦ ମଧ୍ୟରେ। ପୁଣି ସେ କହନ୍ତି, ପ୍ରଭୁଙ୍କ ଠାରୁ ହିଁ ଶକ୍ତି ମିଳେ। ପ୍ରଭୁ ଯଦି ମୋତେ ଶକ୍ତି ଦିଅନ୍ତି ତାହେଲେ ମୁଁ ଭୟ କରିବି ନାହିଁ, ଆଉ ତାଙ୍କ ଠାରେ ହିଁ ମୋର ଆଶା ଅଛି। ଯେତେବେଳେ ମୁଁ ଭୟ କରେ ନାହିଁ, ମୋ ମନ ଭିତରେ ଥିବା ନିରାଶ ମନୋଭାବ ମଧ୍ୟ ଦୂରେଇ ଚାଲିଯାଏ, ଦୂର ଦୂରକୁ ଚାଲିଯାଏ। ମୁଁ ଯେତେବେଳେ ଶତ୍ରୁ ମୋତେ ଆକ୍ରମଣ କରନ୍ତି, ସେ ସମୟରେ ସେମାନଙ୍କର ଗର୍ଜନ ତର୍ଜନ ଶୁଣିଲା ବେଳକୁ ମୋ ମନ ପ୍ରାଣ ଥରହର ହୁଏ, ଭୟ ହୁଏ। କିନ୍ତୁ ସଦାପ୍ରଭୁଙ୍କ ଠାରୁ ମୁଁ ଯେଉଁ ଶକ୍ତି ପାଏ, ସେହି ଶକ୍ତି ପାଇବା ବଳରେ ମୋ ଠାରୁ ଥିବା ଭୟ ଦୂରେଇ ଯାଏ ଏବଂ ନିରାଶ ମନୋଭାବ ମଧ୍ୟ ଦୂର ଦୂରକୁ ଚାଲିଯାଏ। ଫିଲିପିଓ 4 ଅଧ୍ୟାୟ 13 ପଦରେ ଲେଖାଯାଏ, ମୋର ଶକ୍ତିଦାତାଙ୍କ ସାହାଯ୍ୟରେ ମୁଁ ସମସ୍ତ କରିପାରେ। I can do all these things through him who gives me strength. ପରମେଶ୍ୱର ହିଁ ଆମମାନଙ୍କୁ ବଳ ଦିଅନ୍ତି, ସାହସ ଦିଅନ୍ତି ଏବଂ ଶକ୍ତି ଯୋଗାନ୍ତି, ଯାହା ଫଳରେ ମୁଁ ସବୁ କିଛି କରିପାରେ। କେବଳ ଶତ୍ରୁକୁ ଯେ ଟଳମଳ କରିପାରେ ବା ଶତ୍ରୁକୁ ଯେ ପରାସ୍ତ କରେ ତାହା ନୁହଁ, କିନ୍ତୁ ପରମେଶ୍ୱରଙ୍କ ଶକ୍ତି ବଳରେ, ଯେହେତୁ ସେ ଶକ୍ତିଦାତା ପରମେଶ୍ୱର, ସେ ମୋର ସାହାଯ୍ୟ ଯଦି କରିବେ, ମୁଁ ସବୁ କିଛି କରିପାରେ ବୋଲି ଫିଲିପିଓ ନିକଟକୁ ପ୍ରେରିତ ପାଉଲ ଲେଖନ୍ତି। ଯୋଶୁଆ ଯେତେବେଳେ ମୋଶାଙ୍କ ପରେ ଯୋଶୁଆ
ଇସ୍ରାଏଲ ଜନତାଙ୍କୁ କଢ଼େଇ ନେବା ଆରମ୍ଭ କଲେ, ତାଙ୍କ ମୁଖରେ ମଧ୍ୟ ଏକ ବାକ୍ୟ ନିଃସୃତ ହୁଏ। ଯୋଶୁଆ 1:9 ଆମ୍ଭେ କି ତୁମ୍ଭଙ୍କୁ ଆଜ୍ଞା ଦେଇନାହୁଁ, ବଳବାନ ହୁଅ, ସାହସିକ ହୁଅ, ତ୍ରାସଯୁକ୍ତ ହୁଅ ନାହିଁ କି ହତାଶ ହୁଅ ନାହିଁ, କାରଣ ତୁମେ ଯେଉଁଆଡ଼େ ଯିବ ସଦାପ୍ରଭୁ ତୁମ ପରମେଶ୍ୱର ତୁମର ସଙ୍ଗୀ ହେବେ। ଦେଖନ୍ତୁ, ଇସ୍ରାଏଲ ଜନତାଙ୍କୁ ସେ ସାହସ ଦେଉଛନ୍ତି, ବଳ ଯୋଗାଉଛନ୍ତି। ସେ ପରମେଶ୍ୱରଙ୍କର ବାକ୍ୟ ପ୍ରକାଶ କରି କହୁଛନ୍ତି ଯେ ଆମ୍ଭେ କି ତୁମମାନଙ୍କୁ ଆଜ୍ଞା ଦେଇନାହୁଁ, ବରଂ ମୁଁ ତୁମମାନଙ୍କୁ କଣ କରୁଛି, ବଳବାନ ହେବା ପାଇଁ ଏବଂ ସାହସିକ ହେବା ପାଇଁ ମୁଁ ଆହ୍ୱାନ କରୁଛି। ଏବଂ ସେଥିପାଇଁ ତୁମେ କଦାପି ଭୟ କର ନାହିଁ କିମ୍ବା ହତାଶ ମଧ୍ୟ ହୁଅ ନାହିଁ, କାରଣ ତୁମେ ଯେଉଁଆଡ଼େ ଯିବ ମୁଁ ତୁମ ସଦାପ୍ରଭୁ ପରମେଶ୍ୱର ତୁମର ସଙ୍ଗୀ ହେବି। ଏହି ପ୍ରକାର ବାକ୍ୟ ଯାହା ବାଇବେଲର ବିଭିନ୍ନ ସ୍ଥାନରେ ଆମେ ଦେଖିବାକୁ ପାଉ, ପଢିବାକୁ ପାଉ, ସେ ସବୁ ଦାଉଦ ମହାରାଜା ଅଙ୍ଗେ ନିଭେଇଛନ୍ତି। କେବଳ ବାକ୍ୟରେ କହିନାହାନ୍ତି, ବରଂ ସେ ନିଜ ଜୀବନରେ ସେ ଅଙ୍ଗେ ନିଭେଇଛନ୍ତି। ତେଣୁ ସେ କହୁଛନ୍ତି, ଆମର ପ୍ରକାଶ କରି କହନ୍ତି, ଆମର 62 ଅଧ୍ୟାୟରେ ସେ କହନ୍ତି, ପ୍ରଭୁ ତୁମେ ମୋ ପାଖରେ ଥିଲେ ମୁଁ ବିଜୟୀ ହୁଏ, ଆଉ ଶତ୍ରୁ ପରାଜିତ ହୁଏ, ଏବଂ ତୁମେ ପାଖେ ଥିଲେ ମୋ ଜୀବନର ଦଶା ବଦଳିଯାଏ, ମୋ ଜୀବନର ଭାଗ୍ୟ ମଧ୍ୟ ବଦଳିଯାଏ। ମୁଁ ବର୍ତ୍ତମାନ ପାହାଡ଼ ଜଙ୍ଗଲ ଗୁହା ଭିତରେ ଲୁଚିକି ରହିଛି ଶତ୍ରୁର ଭୟରେ, କିନ୍ତୁ ତୁମେ ଯଦି ମୋ ପାଖରେ ରହିବ ତେବେ ସେ ଶତ୍ରୁକୁ ମୁଁ ଜୟ କରିବି ଏବଂ ସେ ଶତ୍ରୁ ପରାଜିତ ହେବ ଏବଂ ମୋର ଜୀବନ ବଦଳିଯିବ। ମୁଁ ଏଇ ଯୋଉ ପାହାଡ଼ ଗୁହା ଭିତରେ ମୁଁ ବସିକି ରହିଛି, ଲୁଚିକି ରହିଛି, ଏଇ ଜୀବନ ଆମର ନଥିବ, ମୁଁ ସିଂହାସନରେ ବସିବି। ଆମମାନଙ୍କର ଧର୍ମ ପୁସ୍ତକରେ ଅନେକ ଜାଗାରେ ସେଇ ପ୍ରକାର ଲେଖାଯାଏ ଯେ ପ୍ରଥମ ସାମୁଏଲ 17 ଆମେ ଦେଖୁ କିପରି ଦାବିଦ ମହାରାଜା ତାଙ୍କର ଜୀବନରେ ଯୋଉ ପ୍ରକାର ଦୁଃଖ ଦୁର୍ଦ୍ଦଶା, ଯୋଉ ପ୍ରକାର ଝଡ଼ ଝଞ୍ଜାରେ ତାଙ୍କର ଜୀବନ ବିତୁଥିଲା, ଯେତେ ସେ ହତଭାଗ୍ୟ ମନେ କରୁଥିଲେ, ପରମେଶ୍ୱରଙ୍କ ନିକଟରେ ଯେତେ ସେ କାନ୍ଦିଲେ ଯେ ମୋ ଜୀବନଟା ଏତେ ଅସୁବିଧାରେ ଅଛି, ଶତ୍ରୁ ମତେ ଆକ୍ରମଣ କରୁଛି, ମୁଁ ମରିଯିବା ଅବସ୍ଥାରେ ଅଛି, ଏ ପ୍ରକାର କହିକି ଯେତେବେଳେ ସେ କହୁଛନ୍ତି, ତାଙ୍କ ଜୀବନକୁ ସେ ପରିବର୍ତ୍ତନ କରନ୍ତି, ତାଙ୍କ ଭାଗ୍ୟ ବଦଳି ଯାଉଛି ଯେତେବେଳେ ସେ ପରମେଶ୍ୱରଙ୍କର ସହାୟତା ପାଉଛନ୍ତି। ଆମମାନଙ୍କ ଜୀବନରେ ମଧ୍ୟ ସେୟା ହିଁ ହୁଏ। ଆମେ ଯେତେବେଳେ ନିଜକୁ ଅସହାୟ ମନେ କରୁ, ଯେତେବେଳେ ଆମେ ନିଜକୁ ଭାଙ୍ଗି ପଡୁ, ଯେତେବେଳେ ଆମମାନଙ୍କର ଆହା ସାହା ଆଖରେ ପାଖରେ କିମ୍ବା ପାର୍ଶ୍ୱରେ କିମ୍ବା ଆଗରେ କେହି ନଥିବେ, ସେ ପ୍ରକାର ପରିସ୍ଥିତି ଯେତେବେଳେ ଆମ ଜୀବନରେ ଆସେ, ସେତେବେଳେ ଆମେ କଣ କରୁ, ଭାଙ୍ଗି ପଡୁ। କିନ୍ତୁ ଏହି ବାକ୍ୟ ଆମେ ଯଦି ମନେ ପକେଇବା, ଯୋଶୁଆ 1:9 ଯେ ମୁଁ ତୁମକୁ ଆଜ୍ଞା ଦେବି, ବଳବାନ ହୁଅ, ସାହସିକ ହୁଅ, କାରଣ ତୁମେ ଯେଉଁଆଡ଼େ ଯିବ ସଦାପ୍ରଭୁ ତୁମର ସଙ୍ଗୀ ହେବ। ତେବେ ଆମମାନଙ୍କର ପ୍ରତ୍ୟେକଙ୍କ ଜୀବନରେ ଯେତେବେଳେ ଆମେ ନିଃସଙ୍ଗ ମନେ କରୁ, ଯେତେବେଳେ ଆମମାନଙ୍କ ଜୀବନରେ ଆମେ ହତାଶ ହେଇଯାଉ, ସେ ସମୟରେ ପରମେଶ୍ୱର ହିଁ ଆମଙ୍କ ଏକମାତ୍ର ସହାୟ। ସେ ଆମଙ୍କ ପାଖେ ପାଖେ ଅଛନ୍ତି ବୋଲି ଯେତେବେଳେ ଆମେ ବିଶ୍ୱାସ କରିବା, ସେତେବେଳେ ଆମମାନଙ୍କର ଜୀବନ ବଦଳିଯିବ, ଆମମାନଙ୍କର ଭାଗ୍ୟ ବଦଳିଯିବ। ସେଇପରି ଆମେ ଦେଖିବା ଯୋସେଫଙ୍କ ଜୀବନର ତାଙ୍କ ଭାଗ୍ୟ, ତାଙ୍କ ଭାଇମାନେ ସବୁ କୂଅ ଭିତରେ ପକେଇଦେଲେ, କିନ୍ତୁ ତାଙ୍କ ଜୀବନ କେମିତି ବଦଳିଗଲା। ରୁତଙ୍କ ଜୀବନରେ ମଧ୍ୟ ଆମେ ଦେଖୁ ତାଙ୍କ ଭାଗ୍ୟ ମଧ୍ୟ କିପରି ବଦଳିଗଲା ସେ ବିଧବା ହେଲା ପରେ। ଆଉ ଯୋଉ ପ୍ରଡିଗାଲ ସନ୍ର ମଧ୍ୟ ଯୋଉ ଅପବୀୟ ପୁତ୍ରଙ୍କର ଜୀବନ, ତାଙ୍କ ଭାଗ୍ୟ ମଧ୍ୟ କିପରି ବଦଳିଗଲା ଆମେ ଜାଣୁ। ସେହିପରି ଆମମାନଙ୍କର ପ୍ରେରିତ ପାଉଲ, ନିଜେ ସାଉଲ ଥିଲେ କିନ୍ତୁ ପ୍ରେରିତ ପାଉଲ, ଯେତେବେଳେ ଯୀଶୁଖ୍ରୀଷ୍ଟ ତାଙ୍କୁ ଆଘାତ କଲେ, ତାଙ୍କ ଆଖି ଅନ୍ଧ ହେଲା ଏବଂ ତାଙ୍କ ଜୀବନ କିପରି ବଦଳିଗଲା। ଯୋଉ ଜିହ୍ବା ଯୀଶୁଙ୍କ ବିରୁଦ୍ଧରେ ପ୍ରଚାର କରୁଥିଲା, ଆଜି ସେଇ ଜିହ୍ବା ସବୁଠାରୁ ଅଧିକ ପୁସ୍ତକ ଲେଖିଛି ବାଇବେଲରେ। ତେଣୁ ପ୍ରିୟ ବନ୍ଧୁଗଣ, ଆମମାନଙ୍କ ଜୀବନରେ ମଧ୍ୟ ତାହା ହିଁ ହେଉ, ଆମମାନଙ୍କର ଭାଗ୍ୟ ବଦଳି ଯାଉ। ଜେରେମିୟା ମଧ୍ୟ 29:14 କହନ୍ତି,
ସଦାପ୍ରଭୁ କହନ୍ତି ଆମେ ତୁମମାନଙ୍କୁ ଆମର ଉଦ୍ଦେଶ୍ୟ ପାଇବାକୁ ଦେବା, ପୁଣି ଆମେ ତୁମମାନଙ୍କର ବନ୍ଦୀ ଅବସ୍ଥାରୁ ପରିବର୍ତ୍ତନ କରିବା ଓ ଯେଉଁ ସକଳ ଗୋଷ୍ଠୀ ମାନଙ୍କୁ ଯେ ସକଳ ସ୍ଥାନକୁ ଆମେ ତୁମମାନଙ୍କୁ ତଡ଼ି ଦେଇଅଛୁ ସେଇ ସବୁ ସ୍ଥାନରୁ ଆମେ ତୁମକୁ ସଂଗ୍ରହ କରିବା, ଏହା ସଦାପ୍ରଭୁ କହନ୍ତି। ଆଉ ଆମେ ସମସ୍ତେ ଯେଉଁ ସ୍ଥାନରେ ତୁମମାନଙ୍କୁ ନିର୍ବାସିତ କରିଅଛୁ ସେଇ ସ୍ଥାନକୁ ପୁନର୍ବାର ଆଣିବା। ଦାସତ୍ୱ ବନ୍ଧନରେ ରହିଲେ, ଦାସତ୍ୱ ବନ୍ଧନରେ ଯେତେବେଳେ ସେମାନେ ତାଙ୍କର ଜୀବନ କାଳତିପାତ କରୁଥିଲେ ତାଙ୍କର ଭାଗ୍ୟ ବଦଳିଲା, ତାଙ୍କ ଜୀବନଟା ବଦଳିଗଲା ଯେତେବେଳେ ପରମେଶ୍ୱର ସେଥିରେ ଇଣ୍ଟରଭିନ୍ କଲେ, ହସ୍ତକ୍ଷେପ କଲେ। ଆମ ଜୀବନରେ ମଧ୍ୟ ଯେତେବେଳେ ଆମେ ପରମେଶ୍ୱରଙ୍କୁ ଆହ୍ୱାନ କରିବା ଯେ ଦୟାପୂର୍ବକ ମୋ ଜୀବନକୁ ମଧ୍ୟ ତୁମେ ସ୍ପର୍ଶ କର, ହସ୍ତକ୍ଷେପ କର, ସେ ନିଶ୍ଚୟ ଆମମାନଙ୍କ ଜୀବନକୁ ମଧ୍ୟ ସେ ବଦଳି ଦେବେ। ଆମମାନଙ୍କ ଜୀବନରେ କାହାର ଭଲ ସ୍ତ୍ରୀ ନାହିଁ, କାହାର ଭଲ ପିଲାଛୁଆ ନାହାନ୍ତି, କାହାର ଜୀବନରେ ଭଲ ଘରଟେ କରିପାରି ନାହାନ୍ତି, କାହାର ଜୀବନରେ ଅନେକ ପ୍ରକାରର ବିଫଳତାର ସମ୍ମୁଖୀନ ହୋଇ ଜୀବନ ହତାଶମୟ ଜୀବନରେ ଆମେ ଗତି କରୁଛୁ। କିନ୍ତୁ ସ୍ୱୟଂ ପରମେଶ୍ୱରଙ୍କୁ ଯଦି ଆମେ କହିବା ମୋ ଜୀବନକୁ ଆସ ଏବଂ ମୋ ଜୀବନରେ ଥିବା କ୍ଳାନ୍ତ, ମୋ ଜୀବନରେ ଥିବା ଶ୍ରାନ୍ତ, ମୋ ଜୀବନରେ ଥିବା କଷ୍ଟ ଜଞ୍ଜାଳ ସବୁ ଦୂରେଇ ନେଇଯାଅ। ପ୍ରତାପ ଯଦି ଅଛି, ପ୍ରତାପ ବାବୁ ଜୟ ପରବର୍ତ୍ତୀ। ଯୀଶୁ, ନମସ୍କାର ସମସ୍ତଙ୍କୁ। ହେ ପ୍ରଭୁ ବର ତୁମେ ହିଁ କେବଳ ପରିତ୍ରାଣର ଈଶ୍ୱର, ତୁମ ଛାୟା ତଳେ ବିଶ୍ରାମ ମୁଁ ପାଏ, କ୍ଳାନ୍ତ ଦୂରେଇ ଯାଏ, କ୍ଳାନ୍ତ ଦୂରେଇ ଯାଏ। ତୁମ ବାହୁ ତଳେ ଆଶ୍ରୟ ମୁଁ ପାଏ, ଶ୍ରାନ୍ତ ଦୂରେଇ ଯାଏ, ଶ୍ରାନ୍ତ ଦୂରେଇ ଯାଏ। ମୋହର ମନର ସବୁ ଅବଶୋଷ, ମୋହର ମନର ସବୁ ଅବଶୋଷ ଜଣାଏ ତୁମ ପାଖରେ। ହେ ପ୍ରଭୁ ବର ତୁମେ ହିଁ କେବଳ ପରିତ୍ରାଣର ଈଶ୍ୱର, ତୁମ ଠାରୁ ମୁଁ ଯେ ଜୀବନ ପାଏ, ମୃତ୍ୟୁ ଦୂରେଇ ଯାଏ, ମୃତ୍ୟୁ ଦୂରେଇ ଯାଏ। ତୁମ ଠାରୁ ମୁଁ ଯେ ପ୍ରଦୀପ ପାଏ, ଅନ୍ଧକାର ଦୂରେ ଯାଏ, ଅନ୍ଧକାର ଦୂରେ ଯାଏ। ମୋହର ମନର ସବୁ ସାରା ଅନ୍ଧକାର, ମୋହର ମନର ସାରା ଅନ୍ଧକାର ଥଉଛି ତୁମ ଆଗରେ। ହେ ପ୍ରଭୁ ବର ତୁମେ ହିଁ କେବଳ ପରିତ୍ରାଣର ଈଶ୍ୱର, ହେ ପ୍ରାଣ ମୋର ଅପେକ୍ଷା କର, ହେ ପ୍ରାଣ ମୋର ଅପେକ୍ଷା କର ପରମେଶ୍ୱରଙ୍କର। ହେ ପ୍ରଭୁ ବର ତୁମେ ହିଁ କେବଳ ପରିତ୍ରାଣର ଈଶ୍ୱର, ପରିତ୍ରାଣର ଈଶ୍ୱର। ତୁମ ଛାୟା ତଳେ ବିଶ୍ରାମ ମୁଁ ପାଏ, କ୍ଳାନ୍ତ ଦୂରେଇ ଯାଏ, ତୁମ ବାହୁ ତଳେ ଆଶ୍ରୟ ମୁଁ ପାଏ, ଶ୍ରାନ୍ତ ଦୂରେଇ ଯାଏ।
ଯେତେବେଳେ ଆମେ ପରମେଶ୍ୱରଙ୍କର ନିକଟବର୍ତ୍ତୀ ହଉ, ଯେତେବେଳେ ତାଙ୍କର ଛାୟା ତଳେ ଆମେ ବାସ କରୁ, ଜୀବନର ସବୁ କ୍ଳାନ୍ତ ଦୂରେଇ ଯାଏ ଏବଂ ତାଙ୍କୁ ବାହୁ ଛାୟା ତଳେ ଯେତେବେଳେ ଆମେ ଆଶ୍ରୟ ପାଉ, ସେତେବେଳେ ଜୀବନର ସବୁ କିଛି ଶ୍ରାନ୍ତ ପରିଶ୍ରମ ଦୂରେଇ ଯାଏ। ମନ ମଧ୍ୟରେ ଶାନ୍ତି ଭରିଯାଏ, ମନରେ ଆନନ୍ଦ ଆସିଯାଏ, ଖୁସି ଆସିଯାଏ। ଯେତେ କ୍ଳାନ୍ତ ଶ୍ରାନ୍ତ ଜୀବନ ତାଙ୍କ ପାଖରେ ପହଞ୍ଚିଲା ପରେ ସବୁ ବଦଳିଯାଏ। ଏହି ପ୍ରକାର ପରମେଶ୍ୱର ଆମ ସହିତ ଅଛନ୍ତି। ମାଥ୍ୟୁ 11:28-30 ଲେଖାଯାଏ, ଏ ପରିଶ୍ରାନ୍ତ ଭାରଗ୍ରସ୍ତ ଲୋକ ସମସ୍ତେ ମୋ ନିକଟକୁ ଆସ, ମୁଁ ବିଶ୍ରାମ ଦେବି। ଆମର ପରମେଶ୍ୱର ଆହ୍ୱାନ କରନ୍ତି ଜୀବନରେ ଆମକୁ। ଏବେ ସକାଳ ହଉ ହଉ ଆମେ ବାହାରି ଯିବା ନିଜ ନିଜ କର୍ମକ୍ଷେତ୍ରକୁ। କେତେ ଶ୍ରାନ୍ତ, କେତେ ପରିଶ୍ରମ କରୁ ନିଜର ବଞ୍ଚିବା ପାଇଁ, ନିଜର ପେଟ ଚାଖଣ୍ଡ ପାଇଁ, ନିଜ ପିଲାଙ୍କ ପାଇଁ, ନିଜ ପରିବାର ପାଇଁ ଆମେ ଅନେକ ପ୍ରକାର ଚେଷ୍ଟା କରୁ କିଛି ଆଦାୟ କରିବା, କିଛି ଉପାୟ ପାଞ୍ଚିବା, କିଛି ପରିଶ୍ରମ କରିବା ଏବଂ ସେ ଫଳରେ, ସେ ପରିଶ୍ରମ ଫଳ ମଧ୍ୟ ପରମେଶ୍ୱର ଅଟନ୍ତି। ପରମେଶ୍ୱର ନିଜେ ଆମକୁ ସେ ଫଳ ପ୍ରଦାନ କରନ୍ତି ଏବଂ କହନ୍ତି, ତୁମେ ମାନେ ଭୟ କର ନାହିଁ, ତୁମେ ମୋ ପାଖକୁ ଆସ। ଯେତେ ସମୟ ପରିଶ୍ରମ କରୁଛ, କ୍ଳାନ୍ତ ହୋଇଅଛ, ତୁମେ ସମସ୍ତେ ମୋ ପାଖକୁ ଆସିଲେ ମୁଁ ତୁମମାନଙ୍କୁ ବିଶ୍ରାମ ଦେବି, ଆଉ ତୁମେ ଆରାମରେ ନିଦ୍ରା ଯିବ, ସୁଖ ନିଦ୍ରା ଯିବ ଏବଂ ଆଉ ଥରେ ପୁନର୍ବାର ଚେଇଁ ଉଠିବ ସକାଳରେ, ପୁଣି ପରିଶ୍ରମ କରିବ ଏବଂ ସେ ପରିଶ୍ରମ ଫଳ ମୁଁ ତୁମମାନଙ୍କୁ ଦେବି। ଆଉ ତୁମେ ସେଇ ପରିଶ୍ରମ ଫଳ ପାଇଲା ପରେ ଆନନ୍ଦରେ ଭୋଜନ କରିବ, ଆନନ୍ଦରେ ବସବାସ କରିବ ଏବଂ ଉଲ୍ଲାସରେ ମୋର କୀର୍ତ୍ତନ କରିବ। ତେବେ ପ୍ରିୟ ବନ୍ଧୁଗଣ, ଦାଉଦଙ୍କ ଜୀବନରେ ଯେତେବେଳେ ହେଲା, ସେ ନିଜ ଜୀବନକୁ ବହୁତ ଭୟ କଲେ। ନିଜ ଜୀବନକୁ କାଳେ ଶତ୍ରୁ ହରଣ କରିନେବେ ଏବଂ ମତେ ମାରିଦେବେ, এই ପ୍ରକାରର ଭୟରେ ସେ ପ୍ରାର୍ଥନା କରନ୍ତି। କହନ୍ତି, ହେ ପ୍ରଭୁ, ତୁମେ ଯଦି ମୋ ପାଖରେ ଥିବ ତାହେଲେ ମୁଁ ଜୀବନ ପାଇବି, ନହେଲେ ମୁଁ ମରିଯିବି। ମୋ ଶତ୍ରୁ ଜୟଲାଭ କରିବ ଏବଂ ମୁଁ ମୃତ୍ୟୁ ହେଇଯିବି। କିନ୍ତୁ ଦାବିଦ ମହାରାଜାଙ୍କର ପ୍ରତିଶ୍ରୁତି ମୂଳକ ଏ ବାକ୍ୟ ଯେ ତୁମେ ମୋ ପାଖରେ ଥିଲେ ମୁଁ ଜୀବନ ପାଇବି ଏବଂ ମୃତ୍ୟୁ ଦୂରେଇ ଯିବ, ମୃତ୍ୟୁ ପରାଜିତ ହବ, ମୃତ୍ୟୁ ପରାଜିତ ହବ, ହଜିଯିବ, ତାର ପତ୍ତା ରହିବ ନାହିଁ। ଏବଂ ତୁମେ ଯଦି ମୋ ଜୀବନରେ ଆସିବ ଏବଂ ମୋ ଜୀବନର ପ୍ରଦୀପ ଜଳାଇବ, ମୋ ଜୀବନର ପ୍ରଦୀପ ଯଦି ତୁମେ ତୁମ ହସ୍ତରେ ଜଳି ଉଠିବ, ତେବେ ମୋ ମନରେ, ମୋ ଜୀବନରେ, ମୋ ପରିବାରରେ, ମୋ କୁଟୁମ୍ବରେ, ମୋର ଯାବଜ୍ଜୀବନ କାଳରେ ଯେତେ ସବୁ ଅନ୍ଧକାର ଅଛି ସେ ସବୁ ଅନ୍ଧକାର ଦୂରେଇ ଯିବ ଏବଂ ମୁଁ ଜ୍ୟୋତିର ସନ୍ତାନ ହେବି, ମୁଁ ଜ୍ୟୋତିର ସନ୍ତାନ ହେବି। ଯୋହନ 1:4 ଏ ପ୍ରକାର ଲେଖାଯାଏ, ତାଙ୍କ ଠାରେ ହିଁ ଜୀବନ ଥିଲା ଓ ସେ ହିଁ ଜୀବନ ଓ ମାନବ ଜାତିର ଜ୍ୟୋତି। ସେ ହିଁ ଜୀବନ ଓ ମାନବ ଜାତିର ଜ୍ୟୋତି, ସ୍ୱୟଂ ଯୀଶୁ ଖ୍ରୀଷ୍ଟ। ପ୍ରିୟ ବନ୍ଧୁଗଣ, ଆମମାନେ ଖୁସି ହେବା, ଆନନ୍ଦିତ ହେବା ଯେ ପରମେଶ୍ୱରଙ୍କ ଜୀବନ ଆମ ଜୀବନକୁ ଆସିଛି। ପରମେଶ୍ୱରଙ୍କର ଜ୍ୟୋତି ଆମମାନଙ୍କ ଜୀବନରେ ଉଦ୍ଭାସିତ ହେଉଅଛି ଯେ ଆମମାନେ ଅନ୍ଧକାରର ସନ୍ତାନ ନହୁଁ, ଆମମାନେ ଅନ୍ଧକାରରେ କେବେ ବିଚରଣ କରିବା ନାହିଁ, ବରଂ ଆମମାନେ ଜ୍ୟୋତିର ପଥରେ